ଦେଖନ୍ତୁ କାଲି ଯୋଉ ଗଣମାଧ୍ୟମରେ ଯୋଉ ଦୁର୍ନୀତି କଥା ଉଠୁଛି ସେଟା ସମ୍ପୂର୍ଣ୍ଣ ମିଥ୍ୟା କଥା ଏବଂ ଭିତ୍ତିହୀନ କଥା। ଇଏ ଇଏ କଥା ଏଟା ରାଜନୈତିକ ଆକ୍ରୋଶମୂଳକ ଭାବେ କରୁଛନ୍ତି, ତେଣୁ ଏହାର କିଛି ସତ୍ୟାସତ୍ୟ ନାହିଁ। ମୁଁ 2009 ମସିହାରୁ ଭେଣ୍ଡର ଆକାଉଣ୍ଟ ମୋର, ମୁଁ ଚେୟାରମ୍ୟାନ ହିସାବରେ ମୁଁ ତ 9 ମସିହାରୁ ଭେଣ୍ଡର ଆକାଉଣ୍ଟ, ଏବଂ ମୁଁ 2009 ବିଜୁ ଜନତା ଦଳ ସରକାର ତ 25 ବର୍ଷ ଶାସନ କଲା। ମୁଁ ତ ବିଜୁ ଜନତା ଦଳ ସରକାର ଭିତରେ ଅଛି। ସଞ୍ଜୀବ ମଲ୍ଲିକ ବିଧାୟକ ତାଙ୍କ ବାସଭବନ ଡାକିକି ପ୍ରେସ କନଫରେନ୍ସ କରିଛନ୍ତି। ମୁଁ ତ 2 ବର୍ଷ ହେଲା ସଞ୍ଜୀବ ମଲ୍ଲିକ ସହିତ କାମ କରୁଛି। ସେ କଣ ଜାଣିପାରିଲେନି ମୁଁ ଦୁର୍ନୀତି କରିଛି ବୋଲି? ତେଣୁ ଆଜି ଯୋଉ କଥାଟାକୁ ସେ ତାଙ୍କ ବାସଭବନରେ ଡାକିକି ଯିଏ କହୁଛନ୍ତି, ସିଏ ତ ମୁଁ ଚେୟାରମ୍ୟାନ ସମୟରେ ସିଏ ତ ମୋ ସାଙ୍ଗରେ ନଥିଲେ। ଆଜି ସିଏ ମୁଁ ଦୁର୍ନୀତି କରିଛି ବୋଲି ସିଏ କେମିତି ଜାଣିଲେ ଯିଏ କହୁଛନ୍ତି? ତେଣୁ ଦୁର୍ନୀତି କଥାଟାକୁ ଯୋଉ ଉଠଉଛନ୍ତି ଏଟା ସମ୍ପୂର୍ଣ୍ଣ ମିଥ। ୟାର କୌଣସି ସତ୍ୟାସତ୍ୟ ନାହିଁ। ଯଦି ସତ୍ୟାସତ୍ୟ ଅଛି ଆପଣମାନଙ୍କ ଜରିଆରେ ମୁଁ କହୁଛି ଜିଲ୍ଲା ପ୍ରଶାସନ ତାକୁ ତଦନ୍ତ କରୁ। ଯଦି ୟାର କୌଣସି ଫଲ୍ସ ବିଲ୍ ହେଇଛି କି କୌଣସି ଘୋଟାଲା ହେଇଛି, ତାହେଲେ ଇଏ ଆଇନ ପରିସର ଭିତରକୁ ଆସୁ ଏବଂ ୟାକୁ ତଦନ୍ତ କରାଯାଉ। ବିଧାୟକ ଘରେ ମାନେ ରାଜା ସ୍ୱାଇଁ କହୁଥିଲେ ଆପଣ ଫଲ୍ସ ବିଲ୍ କରି କୋଟି କୋଟି ଟଙ୍କା ମାନେ ଯୋଉ ଅଛି ଖାଇଛନ୍ତି। ଆପଣ ତା ବିଷୟରେ କଣ କହିବେ? ଶୁଣନ୍ତୁ, ଯିଏ ଯୋଉ ଲାଲା ସ୍ୱାଇଁ କହୁଛନ୍ତି ଯେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ କରିକି, ଲୋକ ଆମେ ରାଜନୀତି ଭିତରେ ଅଛୁ, ଲୋକ ବହୁତ କଥା କହୁଛନ୍ତି। ଯେହେତୁ ଆଜି ଏଇଥିପାଇଁ କହୁଛନ୍ତି 25 ବର୍ଷ ଶାସନ କଲା, 24 ବର୍ଷ 25 ବର୍ଷ ଶାସନ କଲା ବିଜୁ ଜନତା ଦଳ। ମୁଁ ବିଜୁ ଜନତା ଦଳର ପିଲା। ଲାଲା ସ୍ୱାଇଁ ବରଂ ବିଜୁ ଜନତା ଦଳ ଭିତରେ ନଥିଲେ, ମୁଁ ତାଙ୍କୁ ଆଣିକି ବିଜୁ ଜନତା ଦଳ ଭିତରୁ ଆଣିଥିଲି ଲୁଲୁ ସାମଲଙ୍କ ମାଧ୍ୟମରେ। ସେ କିନ୍ତୁ ଆଜି ଯୋଉ କଥାଟା ସଞ୍ଜୀବ ମଲ୍ଲିକଙ୍କ ଘରେ ବାସଭବନରେ ଉଠେଇଛନ୍ତି, ସେ କଥାଟାକୁ ସେ ଯୋଉ କହୁଛନ୍ତି ଯେ ଦୁର୍ନୀତି କରିଛି ବୋଲି, ଆଜ୍ଞା ଇଏ ଆଗରୁ ଚିନ୍ତା କରୁନଥିଲେ। 2 ବର୍ଷ ହେଲା ସଞ୍ଜୀବ ମଲ୍ଲିକ ବିଧାୟକ ହେଲେ ଚିନ୍ତା କରୁନଥିଲେ। ମୁଁ ଲୋକଙ୍କର ସ୍ୱାର୍ଥ ପାଇଁ ଯେତେବେଳେ ଚିନ୍ତା କଲି ସରକାରଙ୍କ ଦଳକୁ, ଡବଲ ଇଞ୍ଜିନ ସରକାର ଦଳକୁ ଗଲେ ଲୋକଙ୍କର ସ୍ୱାର୍ଥ ପୂରଣ ହେଇପାରିବ, ସେ ସେଇଠୁ ଚିନ୍ତା କଲେ ଯେ ଦୁର୍ନୀତି ଚେୟାରମ୍ୟାନ କରୁଥିଲେ ବୋଲି। ଆଗରୁ କାହିଁ ଚିନ୍ତା କରୁନଥିଲେ? ବିଜୁ ଜନତା ଦଳ ଭିତରେ ମୁଁ 25 ବର୍ଷ ସରକାର ଥିଲି, 9 ମସିହାରେ ମୁଁ ଭେଣ୍ଡର ଥିଲି, କାହିଁ ଚିନ୍ତା କରୁନଥିଲେ? ସଞ୍ଜୀବ ମଲ୍ଲିକ 2 ବର୍ଷ ହେଲା ବିଧାୟକ ହେଲେ, କାହିଁ ସେ କଥା ଚିନ୍ତା କରୁନଥିଲେ? ମୁଁ ଯେତେବେଳେ ବିଜେପି ଦଳକୁ ଯିବା ପାଇଁ ଚିନ୍ତା କଲି ଯେ ବିଜେପି ଦଳକୁ ଗଲେ ସରକାରଙ୍କର ସେବା କରିହେବ, ଲୋକଙ୍କର ସେବା କରିହେବ, ଏବଂ ସରକାର ଦଳ ଯେତେବେଳେ ମୋତେ ଲଗାମ ଲଗାଇଲା, ସେଥିପାଇଁ ମୁଁ ମାଇଣ୍ଡ ମେକଅପ୍ କଲି ଯେ ସରକାର ଦଳକୁ ଗଲେ ଲୋକଙ୍କର ସେବା କରିହେବ ଏବଂ ଲୋକଙ୍କର ସ୍ୱାର୍ଥକୁ ପୂରଣ କରିହେବ। ସେଥିପାଇଁ ମୁଁ ଜୀବନର ଧର ୱାର୍ଡ ମେମ୍ବର ହିସାବରେ ମୁଁ ଜିତିଥିଲି 2012 ମସିହାରେ। ମୁଁ କୌଣସି ଦଳ ସହିତ ନଥିଲି 2012 ମସିହାରେ। ତେଣୁ ମୁଁ ଲୋକଙ୍କର ସ୍ୱାର୍ଥକୁ ଲକ୍ଷ୍ୟ କରିକି ସରକାର ଦଳକୁ ଯିବା କଥା ଚିନ୍ତା କଲି। ଆଜି ବିଜୁ ଜନତା ଦଳ ରାଜନୈତିକ ଆକ୍ରୋଶମୂଳକ ଭାବରେ ଚିନ୍ତା କରିଛି। ତେଣୁ ଯାହା ସେମାନେ ବିଧାୟକଙ୍କ ବାସଭବନରେ ଉଠେଇଛନ୍ତି ଏଟା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସମ୍ପୂର୍ଣ୍ଣ ପରିପ୍ରକଳ୍ପ କଥା। ଏଟା କୋଉଟା ସତ୍ୟାସତ୍ୟ ନାହିଁ ଆଜ୍ଞା। ଯଦି ଅଛି ସେମାନେ ପ୍ରଶାସନ ମାଧ୍ୟମରେ ତଦନ୍ତ କରାଯାଉ।